ଦୁନିଆରେ ଆଜ୍ଞା ବହୁତ ପ୍ରକାର ସମ୍ପର୍କ ଥାଏ। ତା ଭିତରୁ ଗୋଟେ ନିଆରା ସମ୍ପର୍କ ହେଉଛି ଭାଇ ଭଉଣୀର ସମ୍ପର୍କ। ଯୋଉ ସମ୍ପର୍କର ମାନହୀନ ମାନକୁ ବୁଝାଏ ରାକ୍ଷୀ। ଗୋଟେ ରାକ୍ଷୀ ପୂର୍ଣ୍ଣମୀ ଯେତେବେଳେ ପଡ଼େ ଭାଇଟିଏ ଦୌଡ଼ି ଯାଏ ତା ଭଉଣୀ ପାଖକୁ, ଆଉ ଭଉଣୀ ଯାଏ ତା ଭାଇ ପାଖକୁ। ଯେତେବେଳେ ସେ ଝିଅଟେ ବାହା ହୋଇଯାଏ ନା, ସେତେବେଳେ ଜଞ୍ଜାଳ ଭିତରେ ଏମିତି ଛନ୍ଦି ହୋଇଯାଏ ଯେ ନା ସେ ତା ଭାଇ ପାଖକୁ ଯାଇପାରେ ନା ତା କଥା ଭାବିପାରେ। ଶାଶୁ କୁହେ ନାଇଁ ନାଇଁ ତୁ ଯିବୁନି, ଆଜି ମୋ ଝିଅ ଆସିବ, ଜ୍ୱାଇଁ ଆସିବ। କିନ୍ତୁ ଶାଶୁଟା ବୁଝିବା ଦରକାର ଯେ କାଲି ତା ଝିଅ ଯିଏ ଏମିତି ପର ଘରର ବୋହୂ ହେଇଛି, ପର ଝିଅ ବି ତା ଘରର ବୋହୂ ହେଇଛି, ତାର ବି ଆଜ୍ଞା ଗୋଟେ ମନ ଅଛି, ସେଟା ଭାଇ ପାଖକୁ ଯାଇପାରିବନି। ଏଇଭଳି ସମ୍ପର୍କ ସେ କେତେ ବାଧୁଥିବ ତାକୁ। ଆରେ ସେ ସବୁଦିନ ରୋଷେଇ କରିଦଉଛି, କିନ୍ତୁ ତା ନିଜ ପାଇଁ କେବେ ଭାବିନି ସେ ଏ ଦିନ ପାଇଁ ତାକୁ ତ ଛାଡ଼ିଦିଅ। ଭାଇ ତାତି ମୁଁ ଦୟାକରି କହିବି ସବୁ ଶାଶୁମାନେ ଚିନ୍ତା କର, ତମ ଝିଅ ଯେମିତି ପର ଝିଅଟା ବି ସେମିତି। ଭାବିକି ଦେଖନ୍ତୁ ଆଜ୍ଞା। तो आखिरे के बे देविनी